ମୁଁ ଡକ୍ଟର ଉମେଶ ଚନ୍ଦ୍ର ପାତ୍ର, ପ୍ରଫେସର ଅଫ୍ ହେପାଟୋଲୋଜି, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ହେପାଟୋଲୋଜି ବିଭାଗ ନଥିଲା। ମାନ୍ୟବର ଓଡ଼ିଶା ସରକାରଙ୍କର ପ୍ରଚେଷ୍ଟାରେ ଏବଂ ସମସ୍ତଙ୍କର ଶୁଭ ଆଶୀର୍ବାଦ ବଳରେ ଏଠାରେ ହେପାଟୋଲୋଜି ଡିପାର୍ଟମେଣ୍ଟ ଖୋଲିଲା ଏବଂ ମୁଁ ତାର ପ୍ରଥମ ଫାଉଣ୍ଡର ପ୍ରଫେସର ଥିଲି। ବର୍ତ୍ତମାନ ଆମ ଓଡ଼ିଶାରେ ବିଶେଷ ଭାବରେ ଜଣ୍ଡିସ୍ ରୋଗ ବ୍ୟାପୁଛି ଏବଂ ହଷ୍ଟେଲରେ ଯେଉଁ ପିଲାମାନେ ରହୁଛନ୍ତି ବହୁ ସଂଖ୍ୟାରେ ସେମାନେ ଜଣ୍ଡିସ୍ ରୋଗ ଦ୍ୱାରା ଆକ୍ରାନ୍ତ। ତେଣୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏ ଜଣ୍ଡିସ୍ କ'ଣ? ଜଣ୍ଡିସ୍ ହେଉଛି ଗୋଟେ ରୋଗ, ଯେଉଁ ରୋଗରେ ସାଧାରଣତଃ ମଣିଷର ଆଖି, ନଖ, କାନ ବା ଜିଭ ତଳେ ହଳଦିଆ ଦେଖାଯାଏ। ଯେତେବେଳେ ହଳଦିଆ ଦେଖାଯାଏ ତାକୁ ସମସ୍ତେ କୁହନ୍ତି ଜଣ୍ଡିସ୍ ହେଇଛି। ତେବେ ଜଣ୍ଡିସ୍ କ'ଣ ପାଇଁ ହୁଏ? ସାଧାରଣତଃ ମଣିଷ ଆଖି ହଳଦିଆ ଦେଖାଯାଏ ନାହିଁ। ଜଣ୍ଡିସ୍ ହୁଏ କେତେବେଳେ? ଯେତେବେଳେ ମଣିଷ ରକ୍ତରେ ବିଲିରୁବିନ୍ର ମାତ୍ରା ବଢ଼ିଯାଏ। ବିଲିରୁବିନ୍ର ମାତ୍ରା ବଢ଼ିଲେ ତା ରକ୍ତରୁ ଯାଇ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ସେହି ବିଲିରୁବିନ୍ ଜମା ବାନ୍ଧିଯାଏ। ସାଧାରଣତଃ ଆଖିରେ ଆଗେ ହଳଦିଆ ହୁଏ କାହିଁକି ନା ଆଖିରେ ଯୋଉଠି ହ୍ୱାଇଟ୍ ଯେଉଁ ସ୍କ୍ଲେରା ଅଛି ସେଠାରେ ବହୁତ ଇଲାଷ୍ଟିନ୍ କଣ୍ଟେଣ୍ଟ ବହୁତ ଅଛି, ତେଣୁ ତାହା ବିଲିରୁବିନ୍କୁ ଜାବୁଡ଼ି ଧରେ ବା ଆକର୍ଷଣ କରେ। ତେଣୁ ଆଖିର ହଳଦିଆ ପଡ଼ିଯାଏ, ଜିଭ ତଳେ ହଳଦିଆ ପଡ଼ିଯାଏ, ନଖରେ ହଳଦିଆ ପଡ଼ିଯାଏ। ଆଉ ଜଣ୍ଡିସ୍ ଯେତେବେଳେ ବଢ଼ି ଚାଲେ ସମଗ୍ର ଶରୀରଟା ମଧ୍ୟ ହଳଦିଆ ଦେଖାଯାଏ। ତେଣୁ ସାଧାରଣତଃ ବିଲିରୁବିନ୍ ଆମ ଶରୀରରେ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଲିଭର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ଭିତରେ ବିଲିରୁବିନ୍ ମେଟାବଲିଜିମ୍ ହୁଏ। ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର। ଏହାର ଓଜନ ପ୍ରାୟ 1 କିଲୋରୁ 1.5 କିଲୋ ପର୍ଯ୍ୟନ୍ତ ଏବଂ ଏହା ଶରୀରର ବିଭିନ୍ନ କର୍ମରେ ଏହା ଶରୀରକୁ ସାହାଯ୍ୟ କରେ। ଖାଦ୍ୟର ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ। ଶରୀରରେ ଯେତେ ଟକ୍ସିନ୍ ତିଆରି ହେଉଛି ସେ ଟକ୍ସିନ୍କୁ ସେ ଡିଟକ୍ସିଫିକେସନ୍ କରେ। ଶରୀର ଲିଭର ଆଲବୁମିନ୍ ତିଆରି କରେ। ଲିଭର ଗ୍ଲୁକୋଜ୍ ମେଟାବଲିଜିମ୍ରେ ସାହାଯ୍ୟ କରେ। ଲିଭର ଗ୍ଲାଇକୋଜେନ୍ ତିଆରି କରେ। ଲିଭର ଆଲବୁମିନ୍ ତିଆରି କରେ। ଲିଭର ପ୍ରୋଥ୍ରୋମ୍ବିନ୍ ତିଆରି କରେ। ଲିଭର ଫିବ୍ରିନୋଜେନ୍ ତିଆରି କରେ ଏବଂ ଲିଭର ଶରୀରର ଇମ୍ୟୁନିଟି ବା ପ୍ରତିରୋଧ ଶକ୍ତି ବଢ଼ାଏ। ଯେତେ ଲିଭର ଆକ୍ରାନ୍ତ ହେଇଯାଏ ସେତେବେଳେ ଜଣ୍ଡିସ୍ ହୁଏ। ଲିଭର ଯେତେ ଖରାପ ହେଇଯାଏ ବା ଲିଭର ଆକ୍ରାନ୍ତ ହୁଏ ସେତେବେଳେ ଜଣ୍ଡିସ୍ ହୁଏ। ତେଣୁ ଜଣ୍ଡିସ୍ ଯେତେବେଳେ ଦେଖାଗଲା ଜଣାପଡ଼ିବ ଯେ ସେ ରୋଗୀର ବା ସେ ମନୁଷ୍ୟର ତାଙ୍କ ଲିଭର ଖରାପ ହେଇଛି। ଇଏ ହେଉଛି ପ୍ରଥମ କଥା। ଲିଭର ଭଲ ଥାଇକି ମଧ୍ୟ ଯେଉଁ ଜଣ୍ଡିସ୍ ହେଇପାରେ ଯଦି ତାଙ୍କର ରକ୍ତ ରୋଗ ଥିବ ବା ତାଙ୍କର କିଛି ଜନ୍ମଗତ ରୋଗ ଥିବ, ଯାହାକି ଧରାଯାଉ ସିକଲ୍ ସେଲ୍ ଡିଜିଜ୍, ଥେଲାସେମିଆ, ସ୍ପେରୋସାଇଟୋସିସ୍ ବା ଲିଭର ମେଟାବଲିଜିମ୍ର ଯଦି କିଛି ଅସୁବିଧା ଥିବ ତାହେଲେ ମଧ୍ୟ ବିଲିରୁବିନ୍ ଲେଭେଲ୍ ଶରୀରରେ ବଢ଼ିଯାଏ ଏବଂ ଜଣ୍ଡିସ୍ ହୋଇଯାଏ। ଏହା ହେଉଛି ଜଣ୍ଡିସ୍ କାହିଁକି ହୁଏ। ଯେଉଁ ଲିଭର ଖରାପ ହେଲେ ଜଣ୍ଡିସ୍ ହୁଏ କହିଲି, ଲିଭର ଭଲ ଥାଇ ମଧ୍ୟ ଜଣ୍ଡିସ୍ ହେଇପାରେ। ଧରାଯାଉ ଥେଲାସେମିଆ ରୋଗ, ସିକଲ୍ ସେଲ୍ ରୋଗ ବା ସ୍ପେରୋସାଇଟୋସିସ୍ ରୋଗ ବା ମ୍ୟାଲେରିଆ। ମ୍ୟାଲେରିଆରେ କ'ଣ ହୁଏ ଯେ ମ୍ୟାଲେରିଆରେ ବହୁତ ରେଡ୍ ସେଲ୍ ମ୍ୟାଲେରିଆ ଜୀବାଣୁ ବା ପ୍ଲାଜମୋଡ଼ିୟମ୍ ଫେଲ୍ସିପେରମ୍ ଯେଉଁଟାକି ସେରିବ୍ରାଲ୍ ମ୍ୟାଲେରିଆ କରନ୍ତି, ସେ ମ୍ୟାଲେରିଆ ଜୀବାଣୁ ରେଡ୍ ସେଲ୍ ବା ଆମର ଶରୀରର ରକ୍ତ କଣିକାକୁ ବା ଲୋହିତ ରକ୍ତ ଶରୀରର ରକ୍ତ କଣିକାକୁ ଆକ୍ରମଣ କଲେ ରକ୍ତ କଣିକା ନଷ୍ଟ ହୋଇଯାଆନ୍ତି। ତେଣୁ ବିଲିରୁବିନ୍ ପ୍ରଡକ୍ସନ୍ ବଢ଼ିଯାଏ। ଆଉ ତା ସହିତ ଥେଲାସେମିଆ, ସ୍ପେରୋସାଇଟୋସିସ୍, ସିକଲ୍ ସେଲ୍ ଡିଜିଜ୍ରେ ମଧ୍ୟ ଯେହେତୁ ଏଟା ଜନ୍ମଗତ ରକ୍ତ ରୋଗ, ତେଣୁ ଯେତେବେଳେ ସିକଲ୍ ସେଲ୍ କ୍ରାଇସିସ୍ ହୁଏ ସେତେବେଳେ ମଧ୍ୟ ଜଣ୍ଡିସ୍ ବଢ଼ିଯାଏ। ସାଧାରଣତଃ କୌଣସି କ୍ରାଇସିସ୍ ନଥିଲେ ମଧ୍ୟ ସିକଲ୍ ସେଲ୍ ଯୋଗୁଁ ରକ୍ତ ସେଟା ଡିଫେକ୍ଟ ଯୋଗୁଁ
ରକ୍ତ ନଷ୍ଟ ହୋଇଯାଏ, ରକ୍ତ କଣିକା ଭାଙ୍ଗିଯାଏ ଏବଂ ସେର ବିଲିରୁବିନ୍ ବାହାରେ। ସେ ବିଲିରୁବିନ୍ লিভাରରେ ମେଟାବଲିଜିମ୍ ହେଇକି ସାଧାରଣତଃ ରକ୍ତକୁ ଆସେନି, କିନ୍ତୁ ଯେତେ ବହୁ ସଂଖ୍ୟାରେ ବିଲିରୁବିନ୍ ହୋଇଯାଏ, ବହୁ ପରିମାଣରେ ବିଲିରୁବିନ୍ ହୁଏ, ସେତେବେଳେ ଶରୀରରେ ଜଣ୍ଡିସ ରୋଗ ଦେଖାଦିଏ। ତା ବାଦ ଦେଇ ବିଭିନ୍ନ ଭୂତାଣୁ ଯେତେବେଳେ লিভাରକୁ ସଂକ୍ରମଣ କରେ ବା লিভাର ଯେତେ ଆକ୍ରାନ୍ତ ହୁଏ, ସେତେବେଳେ ମଧ୍ୟ ଜଣ୍ଡିସ ରୋଗ ହୁଏ। ବିଭିନ୍ନ ଭୂତାଣୁ ଅଛନ୍ତି, ହେପାଟାଇଟିସ୍ ଏ ଭାଇରସ୍ ଅଛି, ହେପାଟାଇଟିସ୍ ବି ଭାଇରସ୍ ଅଛି, ହେପାଟାଇଟିସ୍ ସି ଭାଇରସ୍ ଅଛି, ହେପାଟାଇଟିସ୍ ଡି ଭାଇରସ୍ ଅଛି, ହେପାଟାଇଟିସ୍ ଇ ଭାଇରସ୍ ଅଛି। এই ହେପାଟାଇଟିସ୍ ଗ୍ରୁପ ବାଦ ଦେଇ ମଧ୍ୟ ଆମର ବିଭିନ୍ନ ଭୂତାଣୁ ଅଛନ୍ତି, ସାଇଟୋମେଗାଲୋ ଭାଇରସ୍, ଏପଷ୍ଟିନ୍ ବାର ଭାଇରସ୍, ଇଭିନ୍ ଆମର ଯେତେ କୋଭିଡ ହେଇଥିଲା, କୋଭିଡ ମଧ୍ୟ ସେମିତି ଜଣ୍ଡିସ କରେ, କାରଣ লিভারକୁ ଡ୍ୟାମେଜ କଲା ପରେ ଜଣ୍ଡିସ ହୁଏ। এই ଯେଉଁ ହେପାଟାଇଟିସ୍ ଏ ଭାଇରସ୍ ଏବଂ ଇ ଭାଇରସ୍ ବିଭିନ୍ନ 5-6 ପ୍ରକାର ଭାଇରସ୍ ଅଛି, ସେଥିମଧ୍ୟରୁ ହେପାଟାଇଟିସ୍ ଏ ସବୁ ଭାଇରସ୍ ହେଉଛି ଆରଏନଏ ଭାଇରସ୍, ଏକମାତ୍ର ହେପାଟାଇଟିସ୍ ବି ଭାଇରସ୍ ହେଉଛି ଡିଏନଏ ଭାଇରସ୍। ହେପାଟାଇଟିସ୍ ଏ ଭାଇରସ୍ ୟୁଜୁଆଲି ପାଣି ୱାଟର କଣ୍ଟାମିନେସନ୍ ଯୋଗୁଁ, ପାଣି ଦୂଷିତ ହେଲେ ହେପାଟାଇଟିସ୍ ଏ ସେଇ ଦୂଷିତ ପାଣି ଯଦି ଆମେ ପିଇବୁ, ତାହେଲେ ହେପାଟାଇଟିସ୍ ଏ ଭାଇରସ୍ ଆମ ଶରୀରକୁ ପ୍ରବେଶ କରେ। ଆଉ ହେପାଟାଇଟିସ୍ ଇ ମଧ୍ୟ ସେମିତି ପାଣି ଦୂଷିତ ହେଲେ ଏବଂ ସେଇ ଯେତେ ହେପାଟାଇଟିସ୍ ଇ ଭାଇରସ୍ ଯଦି ଆମେ ପିଇଲୁ, ଖାଦ୍ୟ ହିସାବରେ ଖାଇଲୁ ବା ପିଇଲୁ, ତାହେଲେ ସେଟା ଶରୀରକୁ ଯାଏ ଏବଂ লিভারକୁ ଆକ୍ରାନ୍ତ କରେ। এই ଯେଉଁ ହେପାଟାଇଟିସ୍ ଏ ଏବଂ ହେପାଟାଇଟିସ୍ ଇ ସାଧାରଣତଃ ଦୂଷିତ ପାଣି ଯୋଗୁଁ ହୁଏ ଏବଂ ତାହା ସିୱେଜ୍ କଣ୍ଟାମିନେସନ୍ ଯୋଗୁଁ ଯେତେବେଳେ ପାଣି ଏବଂ ମଇଳା ପାଣି ମିଶିଯାଏ, ସେଇ ପାଣି ପିଇକି ସାଧାରଣତଃ ଜଣ୍ଡିସର ଏପିଡେମିକ୍, ବହୁ ସଂଖ୍ୟାରେ ଲୋକ ଜଣ୍ଡିସ ହୁଅନ୍ତି। ସ୍କୁଲ ମାନଙ୍କରେ, ହଷ୍ଟେଲ ମାନଙ୍କରେ କି ୱାର୍କିଂ ହଷ୍ଟେଲ ମାନଙ୍କରେ ଯେଉଁମାନେ ହୁଅନ୍ତି, କିମ୍ବା ଗୋଟେ ଗୋଟେ ଗ୍ରାମ, ଗୋଟେ ଗୋଟେ ସାହି, ଗୋଟେ ଗୋଟେ ଅଞ୍ଚଳରେ এই ଜଣ୍ଡିସ ରୋଗ ବ୍ୟାପିଯାଏ, କାରଣ ଏଇଟା ପାଣି ଜନିତ ଦୂଷିତ ରୋଗ। ଆଉ ହେପାଟାଇଟିସ୍ ବି ହେଉଛି ଏକ ମାରାତ୍ମକ ରୋଗ, ତାହା ରକ୍ତ ମାଧ୍ୟମରେ ଶରୀରକୁ ପ୍ରବେଶ କରେ। ଧରାଯାଉ ବ୍ଲଡ୍ ଆମେ ନେଉଛୁ କିମ୍ବା ଦୂଷିତ ଛୁଞ୍ଚି ବା ଦୂଷିତ ଟାଟୁଇଂ ଦ୍ୱାରା ସେ ଜୀବାଣୁ ଆମ ଭିତରୁ ପ୍ରବେଶ କରେ। ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ମାଧ୍ୟମରେ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଏବଂ ହେପାଟାଇଟିସ୍ ଡି ମଣିଷ ଶରୀରକୁ ପ୍ରବେଶ କରେ। ଏହିସବୁ ବି, ସି, ଡି ହେଉଛି ରକ୍ତ ଜନିତ, ରକ୍ତ ମାଧ୍ୟମରେ ଶରୀରକୁ ପ୍ରବେଶ କରେ। ଏ ଏବଂ ଇ ପାଣି ମାଧ୍ୟମରେ ବା ଦୂଷିତ ଖାଦ୍ୟ ମାଧ୍ୟମରେ ଶରୀରକୁ ପ୍ରବେଶ କରେ। ଥରେ ଶରୀରକୁ ପ୍ରବେଶ କଲେ ସେମାନେ লিভারକୁ ଆକ୍ରାନ୍ତ କରନ୍ତି, লিভারକୁ ଆକ୍ରମଣ କରନ୍ତି। লিভাର ସେଲ୍ ସବୁ ହେପାଟୋସାଇଟ୍ସ କୁହାଯାଏ, ସେସବୁ ଧୀରେ ଧୀରେ ନଷ୍ଟ ହୋଇଯାଏ। ନଷ୍ଟ ହେବା ଫଳରେ লিভার ସେଲ୍ ବିଲିରୁବିନ୍ ଆଉ ସେ ମେଟାବଲିଜିମ୍ କରିପାରନ୍ତିନି, ଜଣ୍ଡିସ ବଢ଼ିଯାଏ। ଏହାକୁ କୁହନ୍ତି ହେପାଟୋସେଲୁଲାର ଜଣ୍ଡିସ। ଏ ହେଉଛି ଭୂତାଣୁ ଜନିତ লিভার ସଂକ୍ରମଣ ଏବଂ এই ବେଳେବେଳେ ସେ ତାହା ସିଭିୟର ଭେରାଇଟି ହୋଇ ଫଲମିନାଣ୍ଟ ହେପାଟାଇଟିସ୍ କରିଦିଏ। ଆଉ ଏ ଏବଂ ଇ ଯଦିଓ କ୍ରୋନିକ୍ ହେପାଟାଇଟିସ୍ କରନ୍ତି ନାହିଁ, କିନ୍ତୁ ବି, ସି, ଡି କ୍ରୋନିକ୍ ହେପାଟାଇଟିସ୍, ସିରୋସିସ୍ ଏବଂ লিভার ସେଲ୍ କ୍ୟାନ୍ସର ମଧ୍ୟ କରନ୍ତି ଏବଂ ଏହା লিভার ସେଲ୍ କ୍ୟାନ୍ସରର ଏକ ମୁଖ୍ୟ କାରଣ ବି, ସି ଏବଂ B+D ଭାଇରସ୍। ଆଉ ଏକ କାରଣ ହେଉଛି ମଦ୍ୟପାନ। ମଦ୍ୟ ହେଉଛି ଯାହାକୁ ଆମେ ଆଲକୋହଲ କହୁଛୁ, ଏହା ଶରୀରରେ ମଧ୍ୟ ପ୍ରବେଶ କରି ଆଲକୋହଲ ଡିହାଇଡ୍ରୋଜିନେଜ୍ ଗୋଟିଏ ଏନ୍ଜାଇମ୍ ଅଛି লিভার ଭିତରେ। ସେ ଆଲକୋହଲ ଡିହାଇଡ୍ରୋଜିନେଜ୍ ଏନ୍ଜାଇମ୍ ଆଲକୋହଲକୁ ଏସିଟାଲଡିହାଇଡରେ ପରିବର୍ତ୍ତନ କରିଦିଏ। ପୁଣି ଏସିଟାଲଡିହାଇଡକୁ ମଧ୍ୟ ବିଭିନ୍ନ ପ୍ରକାର ମେଟାବଲିଜିମ୍ ମାଧ୍ୟମରେ ପ୍ରଡ୍ୟୁସ୍ କରେ। এই ଏସିଟାଲଡିହାଇଡ୍ ହେଉଛି লিভার ସେଲ୍କୁ ଡ୍ୟାମେଜ କରିଦିଏ। এটা ହେଉଛି ହେପାଟୋଟକ୍ସିକ୍। ସାଧାରଣତଃ ଆମ ଦେଶରେ ପୁରୁଷମାନେ ଯେଉଁମାନେ ମଦ୍ୟପାନ କରନ୍ତି, କୁହାଯାଇଛି 3ରୁ 4 ମାନେ ଗୋଟେ ମଦ ପିଇଲେ ଧରନ୍ତୁ 15 ଗ୍ରାମ ଆଲକୋହଲ ପିଇଲେ, ଆଉ ୟୁଜୁଆଲି 3 to 4 ଡ୍ରିଙ୍କସ୍
ମାନେ 60 ଗ୍ରାମ ଆଲକୋହଲ ଯଦି ପିଇବେ 8 ରୁ 10 ବର୍ଷ ଭିତରେ ସେମାନଙ୍କର ସିରୋସିସ୍ ରୋଗ ହେଇଯାଏ। ତା ପୂର୍ବରୁ ଯଦି ଏଇ ମଦ୍ୟପାନ ବାଦ ଦେଇ ଯଦି ବିଞ୍ଜ ଆକାରରେ ବେଶୀ ଆକାରରେ ପିଅନ୍ତି କିମ୍ବା ଖାଦ୍ୟ ନ ଖାଇ ମଧ୍ୟ ମଦ୍ୟପାନ କରନ୍ତି ତାହେଲେ ମଧ୍ୟ ସେଟା ଲିଭରକୁ ଆକ୍ରାନ୍ତ କରେ। ତା ସହିତ ମହିଳାମାନେ ଯଦି ମଧ୍ୟ ମଦ ପିଅନ୍ତି କିମ୍ବା ସେମାନେ କମ୍ ମଦ ପିଇଲେ ଅର୍ଥାତ୍ 2 ଡ୍ରିଙ୍କସ୍ ଅର୍ଥାତ୍ 30 to 30 ଗ୍ରାମ, ସେମାନେ ଯଦି 30 ଗ୍ରାମ ମଦ ପିଇବେ ତାହେଲେ ମଧ୍ୟ 6, 7, 8 ବର୍ଷ ଭିତରେ ସେମାନଙ୍କୁ ମଧ୍ୟ ଲିଭର ସିରୋସିସ୍ ହେଇଯିବ ଏବଂ ଏ ସମସ୍ତେ ଲିଭର ସିରୋସିସ୍ ହେଲା ପରେ ଲିଭର କ୍ୟାନ୍ସରରେ ମଧ୍ୟ ଭୋଗି ପାରନ୍ତି। ଅର୍ଥାତ୍ ସିରୋସିସ୍ ରୋଗ ଇଜ୍ ପ୍ରିକାର୍ସିନୋଜେନିକ୍ ଅର୍ଥାତ୍ ପ୍ରିକାର୍ସିନୋଜେନିକ୍। ତେଣୁ ମଦ୍ୟପାନ ଲିଭରକୁ ଡ୍ୟାମେଜ କରିଦିଏ। ସେଟା ଆଲକୋହଲିକ୍ ହେପାଟାଇଟିସ୍ କରେ, ଆଲକୋହଲିକ୍ ଫ୍ୟାଟି ଲିଭର କରେ, ଆଲକୋହଲିକ୍ ସିରୋସିସ୍ କରେ ଏବଂ ଆଲକୋହଲିକ୍ ହେପାଟୋସେଲୁଲାର କାର୍ସିନୋମା କରେ। ତେଣୁ ମଦ୍ୟପାନ ମଧ୍ୟ ଏକ ସବୁବେଳେ ବର୍ଜନ କରିବା ଉଚିତ, କାରଣ ତାହା ଶରୀରକୁ ବିଭିନ୍ନ ଅଙ୍ଗକୁ ବିଭିନ୍ନ ପ୍ରକାର ଆକ୍ରାନ୍ତ କରି ମଣିଷକୁ ରୋଗ ବା ମୃତ୍ୟୁ ଆଡ଼କୁ ନେଇଯାଏ। ବଂଶାନୁକ୍ରମିକ ରୋଗ ହେଉଛି ଯଦି ଗୋଟେ ପିଲାର ସେଟା ପିଲାକାର ଦିଅନ୍ତୁ ସିକଲ ସେଲ୍ ଡିଜିଜ୍ କିମ୍ବା ସ୍ପେରୋସାଇଟୋସିସ୍ କିମ୍ବା ଏଲିପ୍ଟୋସାଇଟୋସିସ୍ କିମ୍ବା ଥେଲାସେମିଆ କିମ୍ବା ବିଭିନ୍ନ ମେଟାବଲିକ୍ ଡିଫେକ୍ଟ ଅଛି। ସେ ସବୁ ଡିଫେକ୍ଟ ଯଦି ମୋ ଫ୍ୟାମିଲି ଭିତରେ ଥିବ, ମା କି ବାପାଙ୍କର ଥିବ, ତାହେଲେ ପିଲାମାନଙ୍କର ମଧ୍ୟ ହେବ ଏବଂ ସେଟା ମଧ୍ୟ ଜଣ୍ଡିସ୍ ହେବ। ଏଇସବୁ ପ୍ରି ହେପାଟିକ୍ ଜଣ୍ଡିସ୍ କୁହାଯାଇପାରେ ବା ଲିଭର ସେତେ ଭଲ ଥାଏ କିନ୍ତୁ ବିଭିନ୍ନ କାରଣରୁ ବ୍ଲଡରେ ଯେତେବେଳେ ଆରବିସି ନଷ୍ଟ ହେଇଯାଏ ସେତେବେଳେ ବିଲିରୁବିନ୍ ବଢ଼ିଯାଏ ଏବଂ ଜଣ୍ଡିସ୍ ରୋଗ ହୁଏ। ଆମେ ଯେଉଁ ଡ୍ରଗ୍ସ ଖାଉ ଗୋଟେ ଡ୍ରଗ ଇଣ୍ଡ୍ୟୁସ୍ଡ ଲିଭର ଡିଜିଜ୍ ଅଛି, DILD। ତା ବିଭିନ୍ନ ଡ୍ରଗ୍ସ ଖାଇଲେ ମଧ୍ୟ ଯାହା ବି ଆମେ ଖାଇବୁ ତା ଲିଭର ଭିତରକୁ ଯିବ। ପ୍ରଥମେ ଲିଭରରେ ପାଚନ ପ୍ରକ୍ରିୟା ମାଧ୍ୟମରେ ତାହା ଶରୀରକୁ ପ୍ରବେଶ କରେ। ଯଦି ଅତ୍ୟଧିକ ପରିମାଣରେ ପାରାସିଟାମଲ ଆମେ ଖାଇବୁ ତାହେଲେ ଲିଭର ସେଲ୍ ନେକ୍ରୋସିସ୍ ହେଇଯାଏ। ବିଭିନ୍ନ ପ୍ରକାର ଟ୍ୟାବଲେଟ୍ ଅଛି, ଏଜିଥ୍ରୋମାଇସିନ୍ କିମ୍ବା ବିଭିନ୍ନ ପ୍ରକାର ଯୋଉ ମସରୁମ୍ ଅଛି ଯେଉଁଠିକି ଟକ୍ସିନ୍ ସବୁ ଅଛି କିମ୍ବା ବିଭିନ୍ନ ଏମୋନିଟା ଫେଲୋଇଡିସ୍ ବିଭିନ୍ନ ପ୍ରକାର ସବୁ ଔଷଧ ସବୁ ବଜାରରେ ମିଳୁଛି। ଏସବୁ ଖାଇଲେ ମଧ୍ୟ ଜଣ୍ଡିସ୍ ହୁଏ। ତା ସହିତ ବିଭିନ୍ନ ଆଣ୍ଟିବାୟୋଟିକ୍ ଅଛି, ଆମୋକ୍ସିସିଲିନ୍ ଅଛି, କ୍ଲାଭୋନାଲିକ୍ ଏସିଡ୍ ଅଛି। ଏସବୁ ଖାଇଲେ ମଧ୍ୟ ଲିଭର ଜଣ୍ଡିସ୍ ହୁଏ। ତା ସହିତ ଯେଉଁମାନେ ଓରାଲ୍ କଣ୍ଟ୍ରାସେପ୍ଟିଭ୍ ଖାଆନ୍ତି କିମ୍ବା ଏଣ୍ଡୋଜେନିକ୍ ଷ୍ଟିରଏଡ୍ ଖାଆନ୍ତି ଏବଂ ସେମାନଙ୍କୁ ମଧ୍ୟ ଜଣ୍ଡିସ୍ ହେବା ସମ୍ଭାବନା ଅଛି। ଏବଂ ବିଶେଷତଃ ଯେଉଁମାନେ ସବୁ ଖାଉଛନ୍ତି ମାନେ ଔଷଧ ଦୋକାନରୁ ମଗେଇକି ସବୁ ଖାଉଛନ୍ତି, ସେସବୁ ଖାଇଲେ ଜଣ୍ଡିସ୍ ହେବା ଚାନ୍ସ ରହିଛି। କୋଷରେ ପଥର ହୁଏ କାହିଁକି ନା ସାଧାରଣତଃ ମହିଳାମାନଙ୍କର ଡେଲିଭରି ପରେ ଆକ୍ଟିଭିଟି ଯେହେତୁ କମିଯାଏ ତେଣୁ ପିତ୍ତକୋଷରେ ପଥର ହେଇଯାଏ। ପିତ୍ତକୋଷରେ ପଥର ହେଲେ ତାଙ୍କର ବିଲିଆରି କଲିକ୍ ହୁଏ, ପେନ୍ ହୁଏ। କିନ୍ତୁ ସେଇ ଯଦି ପଥର ଖଣ୍ଡେ ଟିକେ ଖସି ଆସି କମନ୍ ବାଇଲ୍ ଡାକ୍ଟରେ ପଥର ରହିଯାଏ ତାହେଲେ ସେଟା ଅବଷ୍ଟ୍ରକ୍ଟିଭ୍ ଜଣ୍ଡିସ୍ କରେ କିମ୍ବା ସର୍ଜିକାଲ ଅବଷ୍ଟ୍ରକ୍ଟିଭ୍ ଜଣ୍ଡିସ୍ କରେ। ତେଣୁ ପିତ୍ତକୋଷରେ ପଥର ସହିତ ଯଦି କମନ୍ ବାଇଲ୍ ଡାକ୍ଟରେ ପଥର ରହିଲା ତାହେଲେ ତାକୁ ଜଣ୍ଡିସ୍ ହୁଏ। କିମ୍ବା ଯଦି କମନ୍ ବାଇଲ୍ ଡାକ୍ଟ ଅନ୍ୟ କୌଣସି କାରଣରୁ ଆକ୍ରାନ୍ତ ହେଲା, ଧରନ୍ତୁ ସେଠି ଗୋଟେ ଟ୍ୟୁମର ହେଇଗଲା, ଗୋଟେ ଷ୍ଟ୍ରିକ୍ଚର ହେଇଗଲା କିମ୍ବା ଧରନ୍ତୁ ରାଉଣ୍ଡ ୱାର୍ମ ପେଟ ଭିତରୁ ଯାଇକି କମନ୍ ବାଇଲ୍ ଡାକ୍ଟ ଭିତରେ ପଶିଗଲେ କିମ୍ବା ବିଭିନ୍ନ ପ୍ରକାର କୋଲାଞ୍ଜାଇଟିସ୍ ବା ଇନଫେକ୍ସନ୍ ହେଲା ତାହେଲେ ମଧ୍ୟ ଜଣ୍ଡିସ୍ ହେଇପାରେ। ଏହାର ପ୍ରତିକାର ହେଉଛି ଯଦି ଗଲବ୍ଲାଡର ଷ୍ଟୋନ୍ ଅଛି, ଗଲବ୍ଲାଡର ଷ୍ଟୋନ୍ ତ ନିଶ୍ଚୟ ଅପରେସନ୍ କରିବାକୁ ପଡ଼ିବ। କିନ୍ତୁ କମନ୍ ବାଇଲ୍ ଡାକ୍ଟରେ ଷ୍ଟୋନ୍ ଥିଲେ ବିଭିନ୍ନ ପ୍ରକାର ପ୍ରୋସିଜିଓର ଏଣ୍ଡୋସ୍କୋପିକ୍, ରିଟ୍ରୋଗ୍ରେଡ୍, କୋଲାଞ୍ଜିଓ ପେନକେଟୋଗ୍ରାଫି କରି PRCP ମାଧ୍ୟମରେ ସେ ପଥରକୁ ବାହାର କରିହେବ। ଯଦି ପଥର ସାଇଜ୍ 10 ମିଲିମିଟର କି 15 ମିଲିମିଟର ଥିବ, ଯଦି ବଡ଼ ସାଇଜ୍ ପଥର ହେଇଥିବ ତାହେଲେ ଲ୍ୟାପ୍ରୋସ୍କୋପି ମାଧ୍ୟମରେ କିମ୍ବା ସର୍ଜରୀ ମାଧ୍ୟମରେ ସେ ପଥରକୁ ବାହାର କରିହେବ। ସାଧାରଣତଃ ଅଗ୍ନାଶୟ ବା ଅଗ୍ନାଶୟରେ ଧରନ୍ତୁ ପେନକେଟାଇଟିସ୍ ହେଲା, ଅଗ୍ନାଶୟ ଯଦି ଷ୍ଟୋନ୍ ହେଲା କିମ୍ବା ଅଗ୍ନାଶୟ ଯଦି କ୍ୟାନ୍ସର ହେଲା, ଯେହେତୁ କମନ୍ ବାଇଲ୍ ଡାକ୍ଟ ଏବଂ ପେନକ୍ରିଆଟିକ୍ ଡାକ୍ଟ ଉଭୟ ମିଶି
ଦ୍ୱିତୀୟ ଅନ୍ତନଳୀୟ ଦ୍ୱିତୀୟ ଖଣ୍ଡ ଡିଓଡିନମରେ ସେମାନେ ପେନକ୍ରିଆଟିକ୍ ଜୁସ୍ ଏବଂ କମନ ବାଇଲ ସେମାନେ ଡିଓଡିନମ ସେକେଣ୍ଡ ପାର୍ଟରେ ମିଶନ୍ତି। ତେଣୁ ଯଦି ପେନକ୍ରିଆସରେ ଷ୍ଟୋନ ହେଲା ବା ଟ୍ୟୁମର ହେଲା କାର୍ସିନୋମା ହେଲା ତାହେଲେ ମଧ୍ୟ ଜଣ୍ଡିସ୍ ହୁଏ। କିମ୍ବା ଏ କମନ ବାଇଲ ଡାକ୍ଟ ଯଦି କୋଲାଞ୍ଜିଓ କାର୍ସିନୋମା ହେଲା ତାହେଲେ ମଧ୍ୟ ଜଣ୍ଡିସ୍ ହେବ। କିମ୍ବା ଯଦି ଡିଓଡିନମରେ କାର୍ସିନୋମା ହେଲା ତାହେଲେ ମଧ୍ୟ ସେମାନେ କମନ ବାଇଲ ଡାକ୍ଟରୁ ପ୍ରେସାର ଦିଅନ୍ତି, ଅବଷ୍ଟ୍ରକ୍ସନ କରନ୍ତି, ତାହେଲେ ମଧ୍ୟ ଜଣ୍ଡିସ୍ ହେବ। ଆଉ କମନ ବାଇଲ ଡାକ୍ଟ ଯଦି ଷ୍ଟ୍ରକ୍ଚର ହେଇଗଲା ତାହେଲେ ମଧ୍ୟ ଜଣ୍ଡିସ୍ ହେବ। ଏବଂ ସେମାନଙ୍କର ହୁଏତ ଇଆସିଡ୍ ମାଧ୍ୟମରେ ସେ ପଥରକୁ ବାହାର କରିହେବ କିମ୍ବା ସର୍ଜିକାଲ ଟ୍ରିଟମେଣ୍ଟ ମାଧ୍ୟମରେ ଜଣ୍ଡିସ୍କୁ ଦୂର କରିହେବ। ଗର୍ଭାବସ୍ଥାରେ ମଧ୍ୟ ଜଣ୍ଡିସ୍ ହୁଏ, ତାକୁ କୁହନ୍ତି କୋଲିସ୍ଟାସିସ୍ ଅଫ୍ ପ୍ରେଗନେନ୍ସି, ଯେଉଁଟାକି ଥାର୍ଡ ଟ୍ରାଇମଷ୍ଟାରରେ ଏଇ ଜଣ୍ଡିସ୍ ହୋଇଥାଏ। ଆଉ ଗର୍ଭାବସ୍ଥାରେ ଯଦି ଭାଇରାଲ ହେପାଟାଇଟିସ୍ ହେଲା ତାହେଲେ ମଧ୍ୟ ଜଣ୍ଡିସ୍ ହେଇପାରେ। ଗର୍ଭାବସ୍ଥାରେ ଯଦି ଏକ୍ଲାମ୍ପସିଆ ହୁଏ ତା ମଧ୍ୟ ଜଣ୍ଡିସ୍ ହେଇପାରେ। ଏବଂ ସାଧାରଣତଃ ଗୋଟିଏ ଫାଷ୍ଟ ପ୍ରେଗନେନ୍ସି ଯଦି ଜଣ୍ଡିସ୍ ହେଇଥାଏ, ୟୁଜୁଆଲି ସେକେଣ୍ଡ ପ୍ରେଗନେନ୍ସିରେ ଜଣ୍ଡିସ୍ ହେଇପାରେ। ତେଣୁ ଥାର୍ଡ ଟ୍ରାଇମଷ୍ଟାରରେ ଯଦି ଜଣ୍ଡିସ୍ ହେଲା ତାହେଲେ ଉପଯୁକ୍ତ ଚିକିତ୍ସା ଅଛି, ଜଣ୍ଡିସ୍ ପାଇଁ ମଧ୍ୟ ମେଡିସିନ ଖାଇବେ ଏବଂ ୟୁଜୁଆଲି ଭଲ ହେଇଯାଏ। କିନ୍ତୁ ବେଳେବେଳେ ଜଣ୍ଡିସ୍ ହେଲେ ସେଟା ଯଦି ହେପାଟାଇଟିସ୍ ଇ ଦ୍ୱାରା ଆକ୍ରାନ୍ତ ହୁଏ, ବେଳେବେଳେ ସିଭିୟର ଫାଲମିନାଣ୍ଟ ହେପାଟିକ୍ ଫେଲିୟର ମଧ୍ୟ ହେଇଯାଏ। ନବଜାତ ଶିଶୁମାନଙ୍କର ମା ପାଖରୁ ଯେତେବେଳେ ତାଙ୍କର କନେକ୍ସନ କଟିଗଲା, ନାହି ଯେତେବେଳେ କଟା ହେଇଯାଏ, ସେତେବେଳେ ଗୋଟେ ପିରିୟଡ଼ ଥାଏ ଫିଜିଓଲୋଜିକାଲ ଜଣ୍ଡିସ୍, ଅର୍ଥାତ୍ ଯେତେ ଆର୍ବିସି ସବୁ ଡେଷ୍ଟ୍ରକ୍ସନ ହେଇଯାଏ, ଆର୍ବିସି ଯେତେ ଟିକେ ବେଶୀ ସଂଖ୍ୟାରେ ମାନେ ନଷ୍ଟ ହେଇଯାଏ ତାହେଲେ ସେଟା ଫିଜିଓଲୋଜିକାଲ ଜଣ୍ଡିସ୍ କୁହନ୍ତି। 2 ଦିନ 3 ଦିନ 4 ଦିନ ପରେ ଜଣ୍ଡିସ୍ ଭଲ ହେଇଯାଏ। ସାଧାରଣତଃ ଫଟୋଥେରାପି ମାଧ୍ୟମରେ ଜଣ୍ଡିସ୍ ଭଲ ହେଇଯାଏ। ତା ସହିତ ଯଦି ଯୋଉ ମାଙ୍କୁ ଜଣ୍ଡିସ୍ ହେଇଥିବ, ହେପାଟାଇଟିସ୍ ବି ଥିବ, ତା ହୁଏତ ପିଲାଙ୍କୁ ମଧ୍ୟ ସଂକ୍ରମିତ ହେଇପାରେ। ଆଉ ସେଟା ମଧ୍ୟ ଚାନ୍ସ ଅଛି। ତେଣୁ ମାତୃ ଅବସ୍ଥାରେ ମାନେ ପ୍ରେଗନେନ୍ସି ଅବସ୍ଥାରେ ମା ମାନଙ୍କର ରକ୍ତ ସବୁ ଚେକ୍ କରିବା ଉଚିତ, ହେପାଟାଇଟିସ୍ ବି ଏବଂ ସି, HIV ଏସବୁ ଟେଷ୍ଟ କରିବା ଉଚିତ। ଆଉ ସେଇ ଫିଜିଓଲୋଜିକାଲ ଜଣ୍ଡିସ୍ ଯୋଉଟା ହୁଏ ତା ସାଧାରଣତଃ ବିଲିରୁବିନ୍ 4-5 ଭିତରେ ରୁହେ, ଫଟୋଥେରାପି ଦ୍ୱାରା ସେଟା ଭଲ ହେଇଯାଏ। ରୋଗ ହେଲେ ଜଣ୍ଡିସ୍ ରୋଗ ହେଲେ କୌଣସି ଗୁଣୀ ବା କୌଣସି ଗୁଣିଆ ବା କୌଣସି ତାନ୍ତ୍ରିକ ବା କୌଣସି ଯାଦୁକର ଏମାନଙ୍କର କୌଣସି ରୋଲ ନାହିଁ। ଏହା ଦ୍ୱାରା ଜଣ୍ଡିସ୍ ତ ଭଲ ହେବ ନାହିଁ, କିନ୍ତୁ ଅନ୍ଧବିଶ୍ୱାସରେ ପଡ଼ି ହୁଏତ ସେମାନେ ବହୁ ସମୟରେ ବହୁ ପ୍ରକାର ଔଷଧ ଖାଇବାକୁ ଦିଅନ୍ତି, ଯାହାଦ୍ୱାରା ରୋଗୀର କ୍ଷତି ସାଧନ ହୋଇଥାଏ। ତେଣୁ ଏମାନଙ୍କର କୌଣସି ରୋଲ ନାହିଁ ଜଣ୍ଡିସ୍ ନିରାକରଣ ଦିଗରେ କିମ୍ବା ଜଣ୍ଡିସ୍ ଭଲ ହେବା ଦିଗରେ। ଜଣ୍ଡିସ୍ର ନିରାକରଣ ପାଇଁ ସାଧାରଣତଃ ହେପାଟାଇଟିସ୍ ଏ ହେଲା, ହେପାଟାଇଟିସ୍ ଏ ଭାଇରସର ଟୀକା ଅଛି। ସେଇ ଟୀକା 18-19 ବର୍ଷ ତଳକୁ ଦିଅନ୍ତି ଗୋଟେ ଡୋଜ୍, ଆଉ ଏଡଲ୍ଟ ମାନଙ୍କୁ ଅନ୍ୟ ଡୋଜ୍ ଅଛି। 0, 6, 12 months ତିନିଟା ଟୀକା ନେଲେ ହେପାଟାଇଟିସ୍ ଏ ଆଣ୍ଟିବଡି ଦେହରେ ରୁହେ। ସାଧାରଣତଃ ଧରନ୍ତୁ ଗୋଟେ ଏରିଆକୁ ଆମେ ଯାଉଛୁ, ସେଠି ଯଦି ହେପାଟାଇଟିସ୍ ଏ ବହୁତ ବ୍ୟାପିଛି ତାହେଲେ ହେପାଟାଇଟିସ୍ ଏ ର ଟୀକା ନେଇକି ଆମେ ଯିବୁ। ସେମିତି ହେପାଟାଇଟିସ୍ ବି ର ମଧ୍ୟ ଟୀକା ଅଛି, ସେଟା 0, 1, 6 months ତିନିଟା ଟୀକା ନେଲେ 95% ହେପାଟାଇଟିସ୍ ବଡିର ଇମ୍ୟୁନିଟି ବଢିଯାଏ, ହେପାଟାଇଟିସ୍ ତାଙ୍କୁ ହେବ ନାହିଁ। ତେଣୁ ଯଦି ମା ଯଦି ହେପାଟାଇଟିସ୍ ବି ହେଇଥିବ ତାହେଲେ ଜନ୍ମ ପରେ ପରେ ପିଲାଙ୍କୁ ହେପାଟାଇଟିସ୍ ବି ର ଇଞ୍ଜେକ୍ସନ ଦିଆଯାଏ, ହେପାଟାଇଟିସ୍ ବି ର ଇମ୍ୟୁନୋଗ୍ଲୋବିନ୍ ଦିଆଯାଏ। ଯଦି କେତେବେଳେ ଗୋଟେ ହେପାଟାଇଟିସ୍ ବି ପେସେଣ୍ଟର ନିଡିଲ୍ ଆସି ଆମ ଦେହରେ ପଶିଗଲା, ସାଙ୍ଗେ ସାଙ୍ଗେ ଆମେ ମଧ୍ୟ ହେପାଟାଇଟିସ୍ ବି ଟୀକା ନେବୁ ଏବଂ ହେପାଟାଇଟିସ୍ ବି ଇମ୍ୟୁନୋଗ୍ଲୋବିନ୍ ନେବୁ। ହେପାଟାଇଟିସ୍ ବି ଏବଂ ହେପାଟାଇଟିସ୍ ଏ ଗୋଟେ ଜଏଣ୍ଟ ଭ୍ୟାକ୍ସିନ୍ ମଧ୍ୟ ମିଳୁଛି। ତ ଏସବୁ ନେଲେ ଏ ଏବଂ ବି ନିରାକରଣ ବା ଦୂରୀକରଣ ପ୍ରିଭେନ୍ସନ୍ ହେଇପାରିବ ବା ନିରାକରଣ ହେଇପାରିବ। ସାଧାରଣତଃ ଜଣ୍ଡିସ୍ ଏକ ସେଲ୍ଫ ଲିମିଟେଡ୍ ଡିଜିଜ୍। ଜଣ୍ଡିସ୍ରେ ଉପଯୁକ୍ତ ଭାବେ ଖାଦ୍ୟ ଖାଇବେ, ଉପଯୁକ୍ତ ଭାବେ ବିଶ୍ରାମ ନେବେ, ନିରାମିଷ ଖାଦ୍ୟ ଖାଇବେ, ବେଶୀ ପରିମାଣରେ ଫ୍ରୁଟ୍ସ ଖାଇବେ, ଶାଗସବ୍ଜି ବେଶୀ ଖାଇବେ। ତା ସହିତ ଚିକିତ୍ସକଙ୍କୁ ଦେଖାଇ କିଛି ଔଷଧ ମେଡିସିନ ଖାଇଲେ ଜଣ୍ଡିସ୍ ରୋଗ ଠିକ୍ ହେଇଯାଏ। କେତେବେଳେ ଜଣ୍ଡିସ୍ ଟିକେ ସିଭିୟର ରୂପ ଧାରଣ କରେ,
ଯଦି କେହି ମଦ୍ୟପାନ କରୁଥାନ୍ତି ତାହେଲେ ଜଣ୍ଡିସ୍ ବଢ଼ିଯିବ। ଯଦି କେହି ସ୍ମୋକିଂ କରୁଥାନ୍ତି ତାହେଲେ ଜଣ୍ଡିସ୍ ବଢ଼ିଯିବ। ଯଦି କେହି ମଦ୍ୟପାନ ଏବଂ ସ୍ମୋକିଂ ଉଭୟ କରୁଥାନ୍ତି ତାହେଲେ ଜଣ୍ଡିସ୍ ମଧ୍ୟ ଆହୁରି ବଢ଼ିଯିବ। ଯଦି କୌଣସି ବ୍ୟକ୍ତିର ଜେନେରାଲ ୱେଟ୍ ବା ଓବେସିଟି ଥିବ, ସେମାନେ ଯଦି ଅତି ମୋଟାପଣ ହେଇଥିବେ, ଅତି ବେଶୀ ମୋଟା ହେଇଥିବେ, ତାଙ୍କର ମଧ୍ୟ ଜଣ୍ଡିସ୍ ବଢ଼ିଯାଏ। ତେଣୁ ବିଭିନ୍ନ କାରଣ ଅଛି ଯେ ଜଣ୍ଡିସ୍ ନ ବଢ଼ିବା ପାଇଁ। ସେସବୁ କାରଣକୁ ଯଦି ଆମେ ଦୂର କରିପାରିବୁ ତାହେଲେ ଜଣ୍ଡିସ୍ ରୋଗ ନିଶ୍ଚୟ ଚିକିତ୍ସା ଏହି ଦ୍ୱାରା ରୋଗୀ ସୁସ୍ଥ ହେଇପାରିବେ।